ଆମର ଭୋର 4ଟା ବେଳେ ଟାଣି ବନ୍ଧ ପାଖରେ ଗୋଟେ ଘାଇ ହେଇଛି ବଙ୍ଗଳାଚାଇ ପାଖରେ। ତ ସେଟାକୁ ଆମର ଏଇ ଯୋଉ 3ଟା ରେଭେନ୍ୟୁ ଭିଲେଜ ଆଫେକ୍ଟ ହବ ଆମର ଅହିହାସ, ବସ୍ପା ଏବଂ ମଲ୍ଲିକାପୁର। ପାଖାପାଖି 2000 ଲୋକ ପାଣି ଘରେ ରହିବେ। ତ ଆମ ରେସ୍କ୍ୟୁ ଅପରେସନ ମଧ୍ୟ ଷ୍ଟାର୍ଟ ହେଇଛି। 2ଟି ଓଡ୍ରାଫ୍ ଟିମ୍ ଏବଂ ଗୋଟେ ଫାୟାର ଟିମ୍ ରେସ୍କ୍ୟୁରେ ଲାଗିଛନ୍ତି। ତ ଆମେ ଭାବୁଛୁ ଖୁବ୍ ଶୀଘ୍ର ସବୁ 100% ଲୋକଙ୍କୁ ରେସ୍କ୍ୟୁ କରିନେବୁ। ପାଖ ଆମର ସ୍କୁଲ ରେସ୍କ୍ୟୁ ସେଣ୍ଟର କରାଯାଇଛି, ଫ୍ଲଡ୍ ସେଣ୍ଟର। ସବୁ ଆମର ଫାୟାର ଟିମ୍, ଓଡ୍ରାଫ୍ ଟିମ୍, ମେଡିକାଲ ଟିମ୍ ସମସ୍ତେ ମୁତୟନ ଅଛନ୍ତି। ପୋଲିସ ଟିମ୍ ମଧ୍ୟ ଅଛନ୍ତି। ତ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ତରଫରୁ ସବୁ ପ୍ରସ୍ତୁତି କରାଯାଇଛି ରେସ୍କ୍ୟୁ ଅପରେସନ ପାଇଁ। ଡ୍ରାଏ ଫୁଡ୍ ମଧ୍ୟ ଦିଆ ଚାଲିଛି। ପିଇବା ପାଣି ମଧ୍ୟ ଯୋଗାଇ ଦିଆଯାଇଛି ଏବଂ ରନ୍ଧା ଖାଇବା ମଧ୍ୟ ଆମେ ବ୍ୟବସ୍ଥା କରିବୁ। ୱାନ୍ସ ଆମ ରେସ୍କ୍ୟୁ ଅପରେସନ ସରିଲା ପରେ ସେଟା ମଧ୍ୟ ବ୍ୟବସ୍ଥା କରାଯିବ। ମୋର ନାଁ ହେଉଛି ଉମର ସାହା, ଘର ମୋର କସ୍ବା, ପୋଷ୍ଟ ଅୟାସ, ଜିଲ୍ଲା ଯାଜପୁର। ବର୍ତ୍ତମାନ ପରିସ୍ଥିତି ଅଛି ଏଇଆ ଯେ ଘାଇରେ ପାଣି ବହୁତ ଜୋର ଚାଲିଛି। ଆଉ ଘର ଦ୍ୱାର ସବୁ ପଶିଗଲାଣି। କେତେଟା ଘର ବି ଚାଳ ଘର ଯିଏ ଥିଲା ସେ ସବୁ ଭାଙ୍ଗି ଭୁଙ୍ଗି ଗଲାଣି। ଛେଳି ଗାଈ ସବୁ ଯିଏ ଖୋଲା ହେଇଥିବେ ସେ ପଡ଼ି ଯାଇଥିବେ, ଯିଏ ବନ୍ଧା ହେଇଥିବେ ସେ ମରିଯାଇଥିବେ। ବର୍ତ୍ତମାନ କ୍ଷତି ବହୁତ କିଛି ହେଇଛି। ଭୟଭୂତର ବହୁତ ଲୋକ ଅଛନ୍ତି, ତଥାପି ଲୋକ 100-150 ଲୋକ ଅଛନ୍ତି ଭୟଭୂତ ଭିତରେ। ଆଉ ଘର କତେ ଛାତ, ଯାହାର ଛାତ ଘର ଅଛି ସେ ଛାତରେ ଉଠି ଯାଇଛନ୍ତି। ଯାହାର ଚାଳ ଘର ଅଛି ସେମାନେ ଯେଉଁ ପାଖ ଛାତ ଘର ଥିବ ସେ ଛାତରେ ଉଠି ଯାଇଥିବେ କିମ୍ବା ଯାଇକି ସ୍କୁଲରେ ଆଶ୍ରୟ ନେଇଥିବେ, ଉଞ୍ଚା ଜାଗାରେ ଆଶ୍ରୟ ନେଇଥିବେ, କିଛି ବନ୍ଧ ଉପରେ ଆସିକି ଆଶ୍ରୟ ନେଇଛନ୍ତି। ଆମେ ସବୁ ଏଇଭଳିଆ ବ୍ୟବସ୍ଥାରେ ପଡ଼ିଛୁ। ଆଉ ହଠାତ୍ ପାଣି ତ ବହୁତ ଲୋକଙ୍କ ଘରେ ପଶିଥିବ, ତଥାପି ଲୋକ 150 ଭଳିଆ ଲୋକଙ୍କ ଘରେ ପାଣି ପଶିଯାଇଥିବ। ଖାଇବା ପିଇବା ସକାଳ ରାତିରେ ଆଉ କିଏ ଖାଇବା ପିଇବା କରିବ? ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଆଡ଼ୁ କିଛି ସାହାଯ୍ୟ ମିଳିନାହିଁ। ଲୋକ ନିଜେ ନିଜେ ଯାଉଛନ୍ତି, ନିଆ ଗାଡ଼ି ଘୋଡ଼ା ତ କିଛି ନାହିଁ। ଆଉ ଲୋକକୁ ନେଇକି ଯିବ କେମିତିକା? ସେ ନିଜେ ସାହସରେ ତାଙ୍କର ପାଣିରେ ପଶିକି ଯାଉଛନ୍ତି ଉଚ୍ଚ ଉଚ୍ଚ ଜାଗା, ସ୍କୁଲକୁ, କ୍ଲବ ଘରକୁ, ଏସବୁ ଜାଗାକୁ ସେ ଯାଇକି ଆଶ୍ରୟ ନେଉଛନ୍ତି। ଆଉ ନା ନା ମୁଁ ଖାଇନି ସକାଳ ଏପର୍ଯ୍ୟନ୍ତ। ମୁଁ ଚା ବି କପେ ପିଇ ନାହିଁ। କେହି ଖିଆ ପିଆ କିଛି ନାହିଁ। ଖାଲି ଗଭର୍ଣ୍ଣମେଣ୍ଟ ତରଫରୁ ଗୋଟେ ପକେଟ ବିସ୍କୁଟ ଆଉ ପାଣି ଗୋଟେ ବୋତଲ ଦିଆହେଇଛି। ୟା ଛଡ଼ା କିଛି ଦିଆ ହେଇନି। ଗଭର୍ଣ୍ଣମେଣ୍ଟ ତରଫରୁ ଦିଆହେଇଛି କି କେହି ଦାନୀ ଲୋକ ଅଛନ୍ତି ସେ ବାଣ୍ଟିଛନ୍ତି, ଆମେ କହିପାରିବୁ। କିନ୍ତୁ ଆମେ ପାଇଛୁ ଗୋଟେ ପକେଟ ବିସ୍କୁଟ ଆଉ ପାଣି ଗୋଟେ ବୋତଲ। ସରୋଜ କୁମାର ମହାପାତ୍ର, ସଭାପତି ବିଜୁ ଜନତା ଦଳ ଯାଜପୁର ଜିଲ୍ଲା। ଆପଣ ସ୍ପଟରେ ଅଛନ୍ତି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ଆପଣ ମଧ୍ୟ ମାସେ ହେଲା ଦେଖୁଛନ୍ତି ନଈରେ ପାଣି ଆସୁଛି। ଆପଣମାନେ ମଧ୍ୟ ସବୁ ସମୟରେ ଆସୁଛନ୍ତି, ସେଇଟା ବଡ଼ କଥା ନୁହଁ। ବଡ଼ କଥା ଥିଲା ଯେଉଁ ଜାଗା ଆପଣ ଦେଖନ୍ତୁ, ଲେଫ୍ଟଟାକୁ ଦେଖନ୍ତୁ, ରାଇଟ୍କି ଦେଖନ୍ତୁ, ବିଭିନ୍ନ ଜାଗାରେ ବିଶେଷ କିଛି ଅସୁବିଧା ନାହିଁ। ଯେଉଁ ଗୋଟେ ଦୁଇଟି ଜାଗା ଥିଲା ସେ ଜାଗାଟାକୁ ପ୍ରଶାସନ ଠିକଣା ଢଙ୍ଗରେ ଜଗିବାର ଆବଶ୍ୟକତା ଥିଲା। ଯେହେତୁ ପ୍ରଶାସନ ଠିକଣା ଢଙ୍ଗରେ ଜଗିଲା ନାହିଁ, ଯାହାଫଳରେ କାଲି ରାତି 4:05ରେ ଘାଇ ହେବା ଫଳରେ ଏ ସାଧାରଣ ଲୋକଙ୍କର ଜୀବନଯାତ୍ରାକୁ ଆପଣ ଦେଖୁଛନ୍ତି। ଆଜି 19ଟି ପଞ୍ଚାୟତ ଏଥିରେ କ୍ଷତିଗ୍ରସ୍ତ ହେବ। ଯେଉଁ ସୁନା ଫସଲ ଫଳିଥିଲା, ଧନ୍ୟବାଦ ଦେବି ସରକାରଙ୍କୁ ଯେ 3100 ଟଙ୍କା ସେ ଧାନ କରିଥିଲେ ବୋଲି ସାଧାରଣ ଲୋକ ଯେଉଁ ହିସାବରେ ଧାନ ଚାଷ କରୁଥିଲେ, କେଉଁଠି ପଡ଼ିଆ ଗଡ଼ିଆ କିଛି ବି ଫାଙ୍କା ରଖିନଥିଲେ, ସବୁ ଜାଗାରେ ଚାଷ ହେଇଥିଲା। ସେ ଚାଷ ଜମି ନିଶ୍ଚିତ ଭାବରେ ଉଜୁଡ଼ି ଯିବ, ତାକୁ ଆପଣ କେହି ରକ୍ଷା କରିପାରିବେନି। କାହିଁକିନା ଧାନଟା ଜଷ୍ଟ ରୁଆ ହେଇଛି, ବିଶେଷ ପିଲ ବାହାର ନାହିଁ ବା ଇଏ ବର୍ଷା ବନ୍ୟା ପାଣିକି ସେ ପ୍ରୋଟେକ୍ସନ୍ ଦେଇପାରିବନି। ସେ ଧାନ ଗୁଡ଼ିକ ନଷ୍ଟ ହେବ। ଗାଈଙ୍କ ପାଖରେ ଖାଦ୍ୟ ନାହିଁ, ପାଣି ଆପଣ ଭିଜୁଆଲ୍ ଦେଇ ଦେଖନ୍ତୁ, ଏଇ ଗାଁ ରାସ୍ତା ଦାଣ୍ଡ ଉପରେ କେତିକି ପାଣି। ତେଣୁ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଯେ ତୁରନ୍ତ ସେ ଆସିକି ପ୍ରଶାସନ ପହଞ୍ଚିକି ଆଗେ ଲୋକଙ୍କୁ ରେସ୍କ୍ୟୁ କରିବା ସାଙ୍ଗରେ ତାଙ୍କୁ ଖାଇବା ପିଇବାର ବନ୍ଦୋବସ୍ତ କରିବା ଦରକାର। ଆପଣ ଦେଖିବେ କାଣି ନଈରେ ବିଗତ ଦିନରେ ବହୁ ବର୍ଷ ହେଲା ମଧ୍ୟ ଏଠି ଘାଇ ହେଇନଥିଲା। ଆଜି ଯେଉଁ ଘାଇ ହେଇଛି ସେଥିପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରଶାସନ ଯଦି ଟିକେ ସଜାଗ ରହିଥାନ୍ତା ହୁଏତ ଘାଇ ହେଇନଥାନ୍ତା, ଏ ଜନଜୀବନ ଆଜି ଉଚ୍ଛନ୍ନ ହେଇନଥାନ୍ତା। ଆପଣ ପୁରା ଘାଇ ପାଖରେ ହିଁ ଅଛନ୍ତି, ଆମେ ବି ସମସ୍ତେ ଘାଇ ପାଖରେ ଅଛନ୍ତି। ଇଏ ଯେଉଁ ଘାଇର ଅବସ୍ଥା ଆପଣ ଦେଖିବେ, ଆଉ 2-3 ଘଣ୍ଟା ପରେ ଆସନ୍ତୁ, ଆହୁରି 40ରୁ 50 ଫୁଟ ଘାଇ ବଢ଼ିଯିବ। ବଢ଼ିଗଲା ପରେ ଇଏ ଯେଉଁ ପାଣି ନଈରେ ଯେଉଁ ପାଣି ବର୍ତ୍ତମାନ ଅଛି, ଇଏ ପାଣି ତକ ମ୍ୟାକ୍ସିମମ୍ ପାଣି ଏଇ 50-60 ଫୁଟ ଦେଇକି ଯେଉଁ ଯାଉଛି ବର୍ତ୍ତମାନ, ତାପରେ 100 ଫୁଟ ହେଲା ପରେ ଯେତେବେଳେ ଅଧିକ ପାଣି ଯିବ ସେତେ ଆହୁରି ଜନଜୀବନ ଉଚ୍ଛନ୍ନ ହେବ। ଘାଇ ପାଖରେ ବି ଆମେ ଦେଖୁଛୁ, ଭିଜୁଆଲରେ ଦେଖୁଛୁ ଯେ ଉପରେ ବି ଲୋକ ଅଛନ୍ତି, ରେସ୍କ୍ୟୁ କରାଯାଇନି। କ'ଣ କହିବି ଆଉ ସେ କଥା? ଇଏ ଅପାରଗ ସରକାରକୁ ସେ କଥା କହିବାର କିଛି ଆବଶ୍ୟକତା ନାହିଁ। ଆଗେ ଡବଲ ଇଞ୍ଜିନ ସରକାରରେ, ଇଞ୍ଜିନ ଫେଲୁଅର ସରକାରରେ ଆମେ କ'ଣ କହିବୁ? ତାକୁ ସାଧାରଣ ଲୋକଙ୍କ ପାଖରେ ସମସ୍ତେ ତ ଅଛନ୍ତି, କହିବାକୁ କଷ୍ଟ ଲାଗୁଛି ଯେ ଆପଣମାନେ
ସମସ୍ତେ ଜାଣିଛନ୍ତି ଅବସ୍ଥା ରାତି 4:15 ହେଲାଣି ବର୍ତ୍ତମାନ ଆପଣଙ୍କର ବାଜିଗଲାଣି 9:30 ସମୟ ହେଲାଣି 5 ଘଣ୍ଟା ଭିତରେ ଏ ଲୋକଙ୍କୁ ଆଣିବାର କିଛି ଅସୁବିଧା ନାହିଁ। ମୁଁ ଧନ୍ୟବାଦ ଜଣାଉଛି ଅଛନ୍ତି ପ୍ରଶାସନର ବିଡ଼ିଓ ଠୁ ଆରମ୍ଭ କରି ଏଡିଏମ୍ ସାର୍ କଲେକ୍ଟର ସାର୍ ପର୍ଯ୍ୟନ୍ତ ଅଛନ୍ତି ଦୟାକରି ତାଙ୍କୁ ନିବେଦନ କରୁଛୁ ସେ ଖାଲି ଆକୁ ନ ଦେଖିକି ଲୋକଙ୍କୁ ରେସ୍କ୍ୟୁ କରିବାଟା ଦେଖନ୍ତୁ। ପ୍ରଶାସନକୁ ମଧ୍ୟ କୁହାହେଇଛି ଜୟିତ୍ରା ମହାପାତ୍ର କଥା କୁହାହେଇଛି କଟିକଟାର କଥା କୁହାହେଇଛି ତାଙ୍କୁ କେମିତି ରେସ୍କ୍ୟୁ କରିବା କଥା ଆମେ ତାଙ୍କୁ କହିଛୁ ଆଶା କରୁଛୁ ଖୁବ୍ ଶୀଘ୍ର ଏ କଥା ହେବ ଆଉ ଘଣ୍ଟେ 2 ଘଣ୍ଟା ଆମେ ଅପେକ୍ଷା କଲା ପରେ ପୁନରାୟ ଯଦି ସେ କଥା ନ ହୁଏ ଆମେ ନିଜେ ସେ କାମ ତଦାରଖ କରିବୁ ତାଙ୍କୁ ରେସ୍କ୍ୟୁ କରିବୁ ତାଙ୍କୁ ନେଇକି ରଖିବୁ ପର ପର୍ଯ୍ୟାୟରେ ଆପଣଙ୍କୁ ଆମ କଥା କହିବୁ। दर्शक बंधु जदि आम खबर भिडियोटी आपंक भल लगी तेब आम चैनल को सब्सक्राइब फॉलो एवं लाइक करने बिल्कुल भी भूलु नहीं। हाँ दर्शक बंधु आपण अन्य बंधु मान शेयर निहाती करंतु। धन्यवाद नमस्कार।